ବିଭୂତି ଭୂଷଣ ସାହୁ। ବିଭୂତି ଆଜ୍ଞା କଣ ଲାଗୁଛି ଯେ ମଦ ବନ୍ଦ ହେଇପାରିବ ଓଡିଶାରୁ? ସାର୍ ନମସ୍କାର। ହଁ। ଆପଣ ଯୋଉ ପ୍ରଶ୍ନ କଲେ ଯେ ଓଡିଶାରୁ ମଦ ହୁଁ ବନ୍ଦ ହେଇପାରିବ କି ନାହିଁ, ଜଣେ ଯୁବକ ହିସାବରେ ମୁଁ ତ ପ୍ରଥମେ ଚାହିଁବି ଯେ ଓଡିଶାରୁ ମଦ ବନ୍ଦ ହେବା ଆବଶ୍ୟକ ରହିଛି ସାର୍। ହୁଁ କାରଣ ମୁଁ ସାର୍ ବର୍ତ୍ତମାନ ମୋର ସ୍ନାତକ ସରିଲା, ମୁଁ ଦେଖିଛି ମୋର ବନ୍ଧୁ ମାନେ ମଦ ଦ୍ଵାରା ବହୁତ ଆକୃଷ୍ଟ ହୋଇଛନ୍ତି ଏବଂ ମଦ ଦ୍ଵାରା ଶିକାର ହେଇକି ସେମାନେ କେବଳ ବନ୍ଧୁ ନା ମାନେ ସାହି ପଡିଶାରେ ମଧ୍ୟ ପ୍ରତ୍ୟେକ ସମସ୍ତେ ପରିବାରରେ? ହଁ ପରିବାରରେ ମଧ୍ୟ ମୋ ସାହି ପଡିଶା ମୋର ବନ୍ଧୁ ସେମାନେ ମଦ ଦ୍ଵାରା ଆକ୍ରୋଶ ହେଇଛନ୍ତି। ମଦ ଦ୍ଵାରା ସାର୍ ସେମାନେ ମାନେ ଶିକାର ହେଇକି ନିଜର ଯୋଉ ଲକ୍ଷ୍ୟ ଥାଏ ଲକ୍ଷ୍ୟଠାରୁ ସେମାନେ ଦୂରକୁ ଚାଲି ଯାଇଛନ୍ତି। ତେଣୁ ହୁଁ ନିଶ୍ଚିତ ଭାବରେ ଓଡିଶାରେ ମଦ ବନ୍ଦ ହେବା ଆବଶ୍ୟକ ରହିଛି, କିନ୍ତୁ ଓଡିଶା ସରକାର ତାକୁ ବନ୍ଦ କରିପାରିବେ କି ନାହିଁ ସେଇଟା ସରକାରଙ୍କ ଉପରେ ରହିଛି। କାରଣ ନାଇଁ, ଆମେ ଯଦି ଦେଖିବା ନିତ୍ୟାନନ୍ଦ ଗଣ୍ଡ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଉ କଥା କହିଛନ୍ତି ବର୍ତ୍ତମାନ ଯେ ମଦ ବନ୍ଦ ଆଜ୍ଞା ହବ, ମଦ ବନ୍ଦକୁ ନେଇକି ଚର୍ଚ୍ଚା ହଉଛି। ଆପଣ ନିର୍ବାଚନ ସମୟରେ ବିଭୂତି ବାବୁ ଆପଣ ଶୁଣିଥିବେ ଯେ ବିଜେପିର ନେତା ମାନେ ପ୍ରତିଶ୍ରୁତି ଦେଇଥିଲେ ଯେ ଆମର ଯଦି ଭାଜପାର ସରକାର ଆସେ ତାହେଲେ ଓଡିଶାରୁ ମଦ କାରବାର ସମ୍ପୂର୍ଣ୍ଣ ବନ୍ଦ ହେଇଯିବ। ସାର୍ ଆପଣ ଦେଖନ୍ତୁ ଭାଜପା ସରକାର ଯୋଉଠି ସରକାର କରିଛି, ଆପଣ ଗୁଜୁରାଟର ଉଦାହରଣ ନେଇପାରିବେ, ଆପଣ ବିହାରର ମଧ୍ୟ ଉଦାହରଣ ନେଇପାରିବେ। ସେଠି ହୁଁ ଆଜ୍ଞା ମଦ ବନ୍ଦ ହେଇପାରିଛି। ଯଦି ହୁଁ ସେଠାରେ ମଦ ବନ୍ଦ ହେଇପାରିଲା ତାହେଲେ ଓଡିଶାରେ ମଧ୍ୟ ମଦ ବନ୍ଦ ହେଇପାରିବ। କିନ୍ତୁ ହୁଁ ସରକାର ଯୋଉ ତାଙ୍କର ମାନିଫେଷ୍ଟୋ ଦେଇଥିଲେ ଯାହା ଆପଣ କହିଲେ ତାକୁ କାର୍ଯ୍ୟକାରୀ କେତେ କରୁଛନ୍ତି ସେଇଟା ଆଜ୍ଞା ଦେଖିବା ଦରକାର। ମଦ ବନ୍ଦ କରିବେ କି ନାହିଁ, ନା ସରକାର କେବଳ ନିଜ ଭୋଟ ବ୍ୟାଙ୍କ ପାଇଁ ମଦ ବନ୍ଦ କରିବା କଥା କହିଥିଲେ। କିନ୍ତୁ ହୁଁ। ଓଡିଶାରେ ମଦ ବନ୍ଦର ଆବଶ୍ୟକତା ରହିଛି। ଆଚ୍ଛା ବିଭୂତି ବାବୁ, ଯେ ଆଜ୍ଞା ବର୍ତ୍ତମାନ ମଦ ବନ୍ଦକୁ ନେଇକି ମଦ ବିରୋଧରେ କେବଳ ଆନ୍ଦୋଳନ ଆମେ ମହିଳା ମାନଙ୍କୁ ଦେଖିଛେ, କେବେ ଆଜ୍ଞା ପୁରୁଷ ମାନେ ମଦ ବିରୋଧରେ ଆନ୍ଦୋଳନ କରିବାର ଏଇ ଚିତ୍ର ଆମେ ଓଡିଶା ବାସୀ କେବେ ଦେଖି ନାହାନ୍ତି। କିନ୍ତୁ ବର୍ତ୍ତମାନ ସମୟ ଆସିଛି କି ଯେହେତୁ ସମାଜ ମଦ ପାଇଁ ନଷ୍ଟ ହଉଛି, ପ୍ରତ୍ୟେକ ପରିବାରରେ ମଦ ପାଇଁ ମା ଆଖିରେ ସ୍ତ୍ରୀ ଆଖିରେ ଲୁହ ଝରୁଛି, ଏଥିପାଇଁ ପ୍ରତ୍ୟେକ ପୁରୁଷ ଏକଜୁଟ ହବା ଦରକାର, ପ୍ରତ୍ୟେକ ପୁରୁଷ ଆନ୍ଦୋଳନ କରିବା ଦରକାର, ପ୍ରତ୍ୟେକ ପୁରୁଷ ଏହାକୁ ନେଇକି ବିରୋଧ କରିବା ଦରକାର। ବିଭୂତି? ନିଶ୍ଚିତ ଭାବରେ ଆପଣ ଗୋଟେ ବହୁତ ଭଲ କଥା କହିଛନ୍ତି। ଆମେ ହୁଁ ଅତୀତରେ ଦେଖିଛୁ ମହିଳା ମାନେ ଅନେକ ସମୟରେ ମଦକୁ ବିରୋଧ କରିଛନ୍ତି। ଆପଣ ହୁଁ ମଧ୍ୟ ନ୍ୟୁଜରେ ମଧ୍ୟ ଦେଖିଥିବେ କି ଅନେକ ହୁଁ ଜାଗାରେ ଯୋଉଠି ମାନେ ଚୋରା ମଦ ବିକ୍ରି ହଉଥାଏ ସେଇ ଜାଗାକୁ ଯାଇ ଭଙ୍ଗାରୁଜା ମଧ୍ୟ କରନ୍ତି। ହୁଁ ତେଣୁକରି ବର୍ତ୍ତମାନ ସମୟ ଆସିଛି ଆମ ପୁରୁଷ ସମାଜକୁ ମଦ ବିପକ୍ଷରେ ଲଢିବା ପାଇଁ। କାରଣ ଯୋଉ ଜାଗାରେ ମଦ ବନ୍ଦ ହବ ସେଇ ଜାଗାରେ ଗୋଟେ ସୁସ୍ଥ ଏବଂ ଭଲ ସମାଜ ଟେ ଗଠନ ହେଇପାରିବ। ତେଣୁକରି ପ୍ରଥମ ଭାବରେ ଆମେ କୁହନ୍ତି ଯୁବକ ହଉଛି ଭବିଷ୍ୟତ, ଯୁବକ ସବୁ ଜିନିଷର ପ୍ରଥମେ ଆଗେ ବାହାରିବା ଦରକାର। କିନ୍ତୁ ଆଜିର ଯୁବ ସମାଜ ଯେଉଁଭଳି ହୁଁ ଭାବରେ ମଦ ଦ୍ଵାରା ଆକ୍ରୋଶ ହେଇଛନ୍ତି, ଯେମିତି ହୁଁ ମଦକୁ ସେମାନେ ଆପଣେଇ ନେଇଛନ୍ତି, ମତେ ଜଣେ ଯୁବକ ହିସାବରେ ଲାଗୁନାହିଁ ଆଜ୍ଞା କୋଉ ଯୁବକ ଆଜି ମଦ ବିପକ୍ଷରେ ବାହାରିବ। ଯଦି ମଦ ବିପକ୍ଷରେ କାହାକୁ ବାହାରିବାର ଅଛି ପୁରୁଷ ସମାଜ, ସେ ହଉଛି ପ୍ରଥମେ ଆମ ଉପର ଜେନେରେସନ ବା ଆମ ବାପା ମାଙ୍କ ପିଢି ସେଇମାନେ ବାହାରି ପାରିବେ। ପ୍ରଥମେ ତାଙ୍କ ପାଖରେ ସେମାନେ ବାହାରିବାର ଆବଶ୍ୟକତା ରହିଛି, କାରଣ ତାଙ୍କ ପୁଅ ନାଇଁ କି ଆପଣ ମାନେ ତାଙ୍କ ଝିଅ ବାହାରିବେ ଯଦି ନା ମଦ ନାଇଁ ଏବେ ପିଇବ, ଯେହେତୁ ଯୁବ ସମାଜ ବିଭୁ ବାହାରିବାର ସାର୍ ମୁଁ ବାହାରିବି, ହଁ ଯୁବ ହଁ ସମାଜ ବାହାରିବାର ଆବଶ୍ୟକତା ରହିଛି। କିନ୍ତୁ ମୁଁ ଯୋଉ କଥା କହିଲି କି ଯୁବ ସମାଜ ଆଜି ମଦ ଦ୍ଵାରା ଶିକାର ହେଇଯାଇଛି, ତେଣୁକରି ମଦ ଦ୍ଵାରା ବହୁତ କମ ଯୁବ ସମାଜ, ଆମେ ଯଦି କହିବା 100 ଭାଗରୁ ମାତ୍ର 10 ଭାଗ ଯୁବକ ମଦ ବିପକ୍ଷରେ ବାହାରିବେ। ହୁଁ ତେଣୁକରି ଯଦି ଆମେ ଦେଖିବା ଯୋଉମାନେ ବୃଦ୍ଧ ତ କହିପାରିବାନି, ହୁଁ ଯୋଉମାନେ 50-60 ବର୍ଷର ବ୍ୟକ୍ତି, ସେଇ ସମାଜ ଆଗେ ବାହାରିବା ଦରକାର ମଦ ବିପକ୍ଷରେ ଲଢିବା ପାଇଁ। ସୁନୀଲ ବାବୁ, ଆଜି ଯଦି ଯୁବ ସମାଜକୁ ପଥଭ୍ରଷ୍ଟ କରିଛି ତାହେଲେ ହଁ ଇଏ ନିଶା। ନିଶା କବଳରୁ ବଚିବା ପାଇଁ ଯଦି ଆମେ ଦେଖିବା ସରକାରଙ୍କ ଦୃଷ୍ଟିଗୋଚରକୁ କି ହଁ କୌଣସି ରାଜନୈତିକ ଦଳର ବ୍ୟକ୍ତି ବିଶେଷ ଯେତେବେଳେ କୌଣସି ସଭା କରନ୍ତି କିମ୍ବା ନାଇଁ କୌଣସି ସାନୁ ବାବୁ, ପ୍ରଶ୍ନ ହଉଛି ଯେ ମଦ ବ୍ୟବସାୟ ଦ୍ଵାରା ରାଜନୀତି ଭଲ ଚାଲେ, ବିଭିନ୍ନ ରାଜନୈତିକ ଦଳ ଗୁଡିକୁ ଭଲ ପାଣ୍ଠି ମିଳେ, ରାଜନୈତିକ ପାଣ୍ଠି ମିଳେ, କେବଳ ରାଜନୈତିକ ଦଳ ନୁହେଁ, ସ୍ଥାନୀୟ ଯିଏ ବିଧାୟକ ଅଛନ୍ତି, ସ୍ଥାନୀୟ ଯୋଉ ଜନପ୍ରତିନିଧି ଅଛନ୍ତି, ସେମାନେ ଭଲ ଆକାରର ମୋଟା ଆକାରର ଚାନ୍ଦା ନିଅନ୍ତି ମଦ ଦ୍ଵାରା। ୟା ଉପରେ ଆପଣଙ୍କର ଯୋଉ ଚର୍ଚ୍ଚା ହୁଏ, ଯୋଉଥିପାଇଁ ନେତା ମାନେ ଜନପ୍ରତିନିଧି ମାନେ ଚାହୁଁନାହାନ୍ତି ଯେ ଓଡିଶାରୁ ମଦ ବନ୍ଦ ହଉ, ଏହାକୁ ବନ୍ଦ କରିବା ପାଇଁ ହେଲେ କଣ କରାଯିବା ଦରକାର? ନିଶ୍ଚିତ ଭାବେ ଜନପ୍ରତିନିଧି ତ ଚାହିଁବେ ନାହିଁ, କାହିଁକି ନା ଯଦି ସମସ୍ତେ ଶିକ୍ଷିତ ହୋଇଯିବେ ତାହେଲେ ହୁଁ ନିଶ୍ଚିତ ଭାବେ କୋଉଠି ନା କୋଉଠି ସରକାରଙ୍କ ପାଇଁ ବିପଦ ଆସିବ ଆଗାମୀ ଦିନରେ। ତେଣୁ ହୁଁ ସରକାର ଯୋଉ ଥିବା କିଛି ନେତା ମନ୍ତ୍ରୀଙ୍କ କଥା କୁହନ୍ତୁ କିମ୍ବା ଜନପ୍ରତିନିଧି ମାନେ ଏହାକୁ ସହଜରେ ଗ୍ରହଣ କରିବେ ନାହିଁ। ଏନେଇ ଏକ ସଚେତନତା ଆବଶ୍ୟକ ରହିଛି। ଓଡିଶାରେ ଯୋଉ ଯୁବଗୋଷ୍ଠୀ ଭାଇମାନେ ବି ଅଛନ୍ତି, ଯୋଉ କଥା ହୁଁ କହିଲେ ଧରଣର ସଚେତନତା ରହିଛି। ଦେଖନ୍ତୁ ମୁଁ ଗୋଟେ ଛୋଟ ମଦର କାହାଣୀ ଆପଣଙ୍କୁ କହିବି। ହୁଁ ଆମେରିକାରେ ନିଶା ବିରୋଧୀ ଆନ୍ଦୋଳନ ହୋଇଥିଲା ବିଗତ ଦିନରେ। ତା ହୁଁ ପରବର୍ତ୍ତୀ ସମୟରେ ଏକ
କରାଯାଇଥିଲା ମଦ ବନ୍ଦ ପାଇଁ। ହୁଁ ଓକେ ବିଭୂତି ନେକ୍ସଟ ଟାଇମ ଆପଣ ଯେତେବେଳେ ବେତରକାର ଆସିବେ ସେତେବେଳେ ଇୟର ଫୋନ କୁ ବ୍ୟବହାର କରିବେ। ବାରମ୍ବାର କହୁଛୁ ଯେ ସାଉଣ୍ଡ କ୍ଲିୟର ଆସିବା ଦରକାର। ଆପଣଙ୍କ ସାଉଣ୍ଡ ଆମ ଠିକ ପାଖରୁ ଅଛି ଠିକ ଅଛି କ୍ଲିୟର ଆସୁନି। ଓକେ